বেশ ধারণ করিছ কোন ভাবুছ মু তোমাকে চিনি পারিবি নে আরে এবে বি মনে আছে সেই 25 বর্ষ তলর কথা এই ছদ্ম বেশ ধারণ করি তো মো জীবনকে নষ্ট করে দিয়েছিল আরে উত্তর দিও কোন পাই আজ তুমি এই ছদ্ম বেশ ধারণ করিছ কাই কি তুমি বেশ পরে বেশ পরিবর্তন করে চালিছ তোমাকে জবাব দেবা কইব কাই কি উত্তর দিও উত্তর দিও জবাব দিও কাই কি বলতে জবাব দিও বাবা কাই কি তুমি বেশ পরে বেশ পরিবর্তন করে চালিছ কুহতো বাবা ও জবাব দিও আরে সমস্ত চুপ হই যাও শুনিব কাহিকি মো বারম্বার ছদ্ম বেশ ধারণ করুছি তাহলে শুনো এই রাজা বিক্রম কেশরী হর মনে পকা সেই 30 বর্ষ তলর হর তোরি রাজ্যরে গোটাই ভয়ঙ্কর মহামারী চালি আসিଥିଲା ଆଉ তোরি আদেশরে ସବୁ দোকান বজার বি বন্ধ হয়ে গলা ভকরি ছটপট হতে মো পরিবার ধক্ক দুঃখ সহি ন পারি লুচি লুচি চালি যাইଥିଲି তো রাজ মহল হও তোতে কেতে নেহুরাহি কহিছি রাজা মহারাজ ভক উপাসরে ছটপট হতে মো পরিবার মতে কিছু খাইବାକୁ ଦିଅ ହେଲେ ଖାଇବାକୁ ଦେବା ବଦଳରେ ଗୋଇଠା ମାରି ତ ରାଜବାସରୁ ମତେ ତଡ଼ିଦେଲେ ହେଲେ ଅସହାୟ ମଣିଷ ଦେବ ନିରାଶ ଘରକୁ ଫେରିଲି ଆଉ ଦେଖିଲି ଭୋକ ଉପାସରେ ଛଟପଟେଇ ମୋ ପରିବାର ମୋ ଆଖି ସାମ୍ନାରେ ଆର ପାରିକୁ ଚାଲିଗଲା ହେଲେ କହିପାରିବୁ ରାଜା ଏମିତି କି ଭୁଲ କରିଦେଲା ମୋ ପରିବାର ଯେ ଶେଷରେ ତୁ ତାକୁ ମୃତ୍ୟୁ ଦଣ୍ଡ ଦେଇଦେଲୁ ନିଜର ଜୀବନକୁ ବଞ୍ଚାଇବାକୁ ଯାଇ ଖର ଖର ବୋଲି ଚୋରି କରିବା ଆରମ୍ଭ କରିଦେଲି ସେଥିରେ ବି ମୋ ମନ ଭରିଲାନି ଯେ ମଣିଷ ମାରିଛେ ମଣିଷ ତାପରେ ତ ସେନା ସୈନ୍ୟ ମତେ ବାନ୍ଧି ନେଇ ଗଲେ ରାଜଉଆସକୁ ଆଉ ତୁ କିଛି ନ ଶୁଣି କିଛି ନ ବିଚାରି ସଜେଇଥିଲୁ ମତେ ଗୋଟାଏ ଆସାମୀ ହେଲେ କହିପାରିବୁ ରାଜା ଏମିତି କିଏ ଭୁଲ କରିଦେଲି ଯେ ଶେଷରେ ତୁ ମତେ ମୃତ୍ୟୁ ଦଣ୍ଡ ଦେଇଦେଲୁ ଜଲ୍ଲାଦ ହାତରେ ଟେକି ଦେଇ କହିଦେଲୁ ଆରେ ନେଇ ଯାଅ ତାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦିଅ ପ୍ରତିଶୋଧ ନେବା ପାଇଁ ମୁଁ ସେଇ ଜଲ୍ଲାଦଟାକୁ ହତ୍ୟା କଲି ହତ୍ୟା ତାପରେ ଚାଲିଗଲି ମୁଁ ଅନେକ ଦୂର ତାପରେ ଏଇ ବାବୁ ମତେ ଭଗବାନ ସ୍ୱରୂପ ବାଟରେ ମିଳିଗଲେ ଆଉ ମତେ মতে তুমি দ্বিতীয় বিবাহ করিলে আরে কি ভুল করিছিলে মো বড় ভাই আউ বাউজ তুমি তাଙ୍କୁ কাহিকি মারি দেল কি ভুল করিছিলি মো জীবনটাକୁ কাহিকি নষ্ট আরে তোতে যদি মো দ্বিতীয় বিবাহ করি নথান্তি কেবে বি মো প্রতিশোধ পুরা হই নথান্তা আজ মো প্রতিশোধ সব পুরা হই গেছে কিন্তু কেবে বি গোটাই রাস্তার কণ্টা রহি গলা আউ সেই কণ্টা হচ্ছ তো মরি গলা পরে আরো পরিরে থাই মো পরিবার সাথে রহিব আসো বর্তমান মধ্যে বাড়ি দেবি বা वर्तमान प्रथम पापीर विनाश घटी बाकी रही जाए द्वितीय पापी खोज ताको কুয়াড়ে গলা সে रही এ বাবা শীঘ্র খোঁজ তাকো শীঘ্র খোঁজ ए भंड बाबा अबे तलको ओले पड़ी जीवु तले पड़ी मरी जीवु तलको आ भलरे कहूची तलको ओलेया तलको आ ओलेया कहूची ओलेया बे अरे तो ते हमें नमस्कार करू न तलको आ कहूची अबे आ अबे सेठी कोन बेलपत्र अछि ए बाबा प्रतीक ए बेईमान साधु बाबा राव ता चुट्टी की धरी घोसारी टाणिया जाओ
বদানে পিদানে দাতুনে পদানে বাবাকে ছুইবো নেই গাদিব সাধু বাবাকে ছুইলে ধর্ম নষ্ট হবে এই କିଛି ହେବ ନାହିଁ ଚାଲ আই ঘোষারি করে যাও মন্ত্র মানে মুসা করে দেবে এই তো প্রকৃতরে সাধু বাবা না মু মাইকেল জ্যাকসন ଆପଣ ମାନେ ବେଶ ପାରି ଜାଣି ପାରେ হ্যাঁ ଆପଣଙ୍କୁ ଚିହ୍ନି ପାରୁନାହାନ୍ତି ମୁଁ ପୁରା ହିମାଳୟ ଆସିଥିବା ଚୌକାଳ ଦାସୀ ବାବା আরে ଆମେ ଶୁଣିଥିଲୁ ତ୍ରିକାଳଦର୍ଶୀ হ্যাঁ ତମେ ଚୌକାଳଦର୍ଶୀ ବାବା ହେଲ ହଁ ଆପଣ 3 ଯୁଗ ଯାଏ ତ୍ରିକାଳ ଦର୍ଶୀ ବାବା ଏଇଟା 4 ନମ୍ବର ଯୁଗ ମାନେ ଚୌକାଳ ଦର୍ଶୀ ବାବା ଓ କଳି ଯୁଗରେ ଆସିଲା ପରେ ତମେ କହୁଛ ହଁ ଚୌକାଳ ଦର୍ଶୀ ବାବା ଠିକ ଅଛି ଏ ଚୌକାଳଦର୍ଶୀ ବାବା ହଁ କୁହନ୍ତୁ ମହାଶୟ ଆମର ସନ୍ଦେହ ଦୂର ହେବା ପାଇଁ ସନ୍ଦେହ ହଁ କି ସନ୍ଦେହ ତମକୁ ସନ୍ଦେହ ହେଉଛି କିଏ ସନ୍ଦେହ କରୁଛି ମୁଁ କରୁଛି ଆପଣ ହଁ ଆପଣ କଣ ମୋ ସ୍ତ୍ରୀ ହଁ ଆରେ ସେଇ କଥା କହୁନି ଆଉ ତମେ ଯଦି ପ୍ରକୃତରେ ସାଧୁ ବାବା ହଁ ସାଧୁ ବାବା ମନ୍ତ୍ର ପାଠ ଉଚ୍ଚାରଣ କରି ଜାଣିଛି ଜାଣିଛ ମନ୍ତ୍ର ଯନ୍ତ୍ର ତନ୍ତ୍ର ସବୁ ଜାଣିଛି ଯନ୍ତ୍ର ତନ୍ତ୍ରର ଆବଶ୍ୟକତା ଆଉ ନାହିଁ ତାହେଲେ କୋଉଟା ଆବଶ୍ୟକ ମନ୍ତ୍ର ପାଠ ଉଚ୍ଚାରଣ କରିବାକୁ ହେବ ମନ୍ତ୍ର ପାଠ ମୋର ଅନୁରୋଧ ହଁ ତମକୁ ମନ୍ତ୍ର ପାଠ ନା ମୁଁ ଖାଲି ଖାଲି ମନ୍ତ୍ର ପଢି ପାରିବିନି এই মন্ত্র উচ্চারণ করিব তা দেখিব কুল মা কুল তলে সেই তলে কর বাবাকে যদি এইভাবে অবস্থা দেখাইব পাপ হব মা পাপ ଠିକ ଅଛି হ্যাঁ ମନ୍ତ୍ର ପାଠ ଉଚ୍ଚାରଣ କର। ମନ୍ତ୍ର ପାଠ ଠିକ ଅଛି ଆପଣ ଯଦି ମଧ୍ୟ ସନ୍ଦେହ କରୁଛନ୍ତି ନିଶ୍ଚୟ ମୁଁ ମନ୍ତ୍ର ପାଠ ମାନେ ମନ୍ତ୍ର ପାଠ ବୋଲିବି ଠିକ ଅଛି କିନ୍ତୁ ଆପଣଙ୍କୁ ଗୋଟିଏ କାର୍ଯ୍ୟ କରିବାକୁ ହବ କୋଉ କାର୍ଯ୍ୟ ଆଖି ବନ୍ଦ କରିବାକୁ ହବ ଆମକୁ ହଁ ହଁ ଝିଅ ଆଖି ବନ୍ଦ କରିଦେ ପୁଅ ତୁ ବି ଆଖି ବନ୍ଦ କର ଭଲ ହେଲା ପଛକୁ ଆମେ ଆଖି ବନ୍ଦ କରୁଛୁ ହଉ ଠିକ ଅଛି ସମସ୍ତେ ଆଖି ବନ୍ଦ କର ମା ଆଖି ବନ୍ଦ କର ମୁଁ ତତେ କହିଲି ମୁଣ୍ଡ ନଇବା ପାଇଁ ଆଖି ବନ୍ଦ କର ଏତେ ବଡ ବଡ କାହିଁ ଅନଉଛ ଆଖି ବନ୍ଦ କର ଆଖି ବନ୍ଦ କର ଆଖି ବନ୍ଦ ମାନେ ବନ୍ଦ ବାବା ପୁରା ଅର୍ଡର ଦଉଛନ୍ତି ଠିକ ଅଛି ଆଉ ମନ୍ତ୍ର କେତେବେଳେ ଆଖି ବନ୍ଦ କରିବୁ ମୁଁ ଜାଣିଥିଲି ଏଇଟା ଠକ ବାବା ଭଣ୍ଡ ବାବା ଭଣ୍ଡ ବାବା ଆପଣଙ୍କର ସାହସ କେମିତି ହେଲା ମତେ ଭଣ୍ଡ କହିବାକୁ ପ୍ରାଣ ଭୟରେ କାହିଁକି ତମେ ପଳେଇ ଯାଅ ନାଇଁ 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 ଆପଣ ଭାବୁଛନ୍ତି ମୁଁ ପଳାୟନ କରୁଥିଲି ନାଇଁ 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 ମୁଁ ଜଳରେ ଢାଳ ଆଣିବାକୁ ଯାଉଥିଲି ଜଲରେ ଢାଲ ଆଣିବ ହଁ ଆରେ ଜଲରେ ଢାଲ ଆଣିବ ଆଉ ଏ ସାଧୁ ବାବାର କର୍ତ୍ତବ୍ୟ ଆଉ ଯଦି ଜଳ ଢାଳ ନ ଆଣିବି ମନ୍ତ୍ର ସିଦ୍ଧ କରିବି କେମିତି ଜଲରେ ଢାଲ ଆଣିବ ହଁ ଓହୋ। ହଁ ଢାଲର ଆବଶ୍ୟକତା ନାହିଁ ଯାହା କାହିଁକି? ଜାଣିଛ ତମେ ମନ୍ତ୍ର ପାଠ ମୁଖରେ ଉଚ୍ଚାରଣ କର। ମୁଖରେ ହଁ। ଠିକ ଅଛି ଚଳେଇଦେବା ତାମାନେ ଆପଣ ଠିକ ଅଛି ମୁଁ ଚଳେଇବି, ଚାଲ। ମନ୍ତ୍ର ବର୍ତ୍ତମାନ ସମସ୍ତେ ଶାନ୍ତ ଯାଆନ୍ତୁ ବର୍ତ୍ତମାନ ଚୌକାଳ ଦାସ ମନ୍ତ୍ର ଗାନ କରୁଛନ୍ତି ଆଉ ସେଇ ମନ୍ତ୍ରଟି ହେଲା जब से तुम्हें देखा এইটা কি মন্ত্র ये दिल को कोई आराम नहीं এইটা কি মন্ত্র कि तेरे सिवा मेरे होठों पे कोई नाम नहीं এ রই যা আবে এইটা কি মন্ত্র বে এইটা বশীকରଣ মন্ତ୍ର আরে বশীকরণ মন্ত্র এମିତି କୁହାଯାଏ ଆପଣ ବୁଝିପାରିବେନି କାହିଁକି ବୁଝିପାରିବି ଆପଣ ହଉଛନ୍ତି ବୃଦ୍ଧ ହଁ। ହଁ ଯଦି ସେଇ ଯୁବପିଢିର ଲୋକମାନଙ୍କୁ ପଚାରିବେ ସେମାନେ କହିବେ ବଶୀକରଣ ମନ୍ତ୍ର ହଉଛି ଏଇଟା ଯଦି ଗୋଟେ ଝିଅ ପାଖକୁ ଯାଇ କହିବ ଯେ ବସି ତୁମେ ଦେଖ ରହିଯା ଆହୁରି କି କି ମନ୍ତ୍ର ଜାଣିଛୁ ସବୁ ମନ୍ତ୍ର ଜାଣିଛି ବିବାହ ମନ୍ତ୍ର ଜାଣିଛୁ ହଁ ବିବାହ ମନ୍ତ୍ର ଆପଣଙ୍କ ରାଜ୍ୟ କୋଉଟା କର୍ଣ୍ଣାଟକ ରାଜ୍ୟ କର୍ଣ୍ଣାଟକ ଆମର ଗୋଟିଏ ରାଜ୍ୟ ଅଛି ଓଡ଼ିଶା ରାଜ୍ୟ ଆଉ ସେଇ ରାଜ୍ୟରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ବିବାହ ପରା ମୁଁ କରିଛି ତମେ କରିଛ ହଁ ଆଉ ଯଦି ବଲିଉଡ ଯିବେ ବଲିଉଡ ଷ୍ଟାର ସଲମାନ ଖାନ ତାଙ୍କ ବିବାହ ମଧ୍ୟ ମୁଁ କରିଛି ଆଉ ଏଇ ସାନ କେନ୍ଦୁଗୁଡ଼ା ଗ୍ରାମରେ ମଧ୍ୟ ମୁଁ 10 ଜଣଙ୍କ ବିବାହ କରିଛି এই গাম ହଁ ଏଇ ଗ୍ରାମରେ ঠিক ଅଛି ହଁ ସେ ବିବାହ ମନ୍ତ୍ରଟା ଉଚ୍ଚାରଣ କର ସେ ମନ୍ତ୍ର ବୋଲିବିନି କାହିଁକି ଅଲଗା ମନ୍ତ୍ର କେମିତି ବିବାହ ମନ୍ତ୍ର ଯେତେବେଳେ ଗୋଟେ ଝିଅ ଗୋଟେ ପୁଅକୁ ଭଲ ପାଇଥାଏ ଆଉ ତାକୁ ଛାଡ଼ିକି ଅନ୍ୟ ଜାଗାରେ ବିବାହ କରିଥାଏ ସେତେବେଳେ ଏଇ ମନ୍ତ୍ରର ଆବଶ୍ୟକ ହୁଏ ଆଉ ସେଇ ମନ୍ତ୍ରଟି ହେଲା ଏଇଟା କଣ ସେଇଟା ସୁର ତାଳ ଲୟ ସୁର ଆପଣ ବୁଝିପାରିବେ ଲୟ ସୁର ସର୍ଗ আরে ভাঙি দেলু রে ধন মোর ভাবর বন্ধ
বন্ধন এইটা গোটে মন্ত্র ধোকে বাজরে রইযা এইটা মন্ত্র ଆଉ ଯନ୍ତ୍ର ঠিক ବିବାହ ଅଛି ମନ୍ତ୍ର। ବାବା ହଁ ତମ ଉପରେ ଆମର ଭରସା ହେଇଗଲା ବର୍ଷା ହେଇଗଲା ଠିକ ଅଛି ଏଥର ମୁଁ ହିମାଳୟ ଯିବା ସମୟ ନାଇଁ ଆସିବ ନାଇଁ ନାଇଁ ନା ନାଇଁ। ଆହୁରି ଅଛି ଆହୁରି ବାକି ଅଛି ଆହୁରି ବାକି ଅଛି ଜାଣିଛ ବାବା ବାକି ଅଛି ତାହେଲେ ଦିଅନ୍ତୁ ମୁଁ ଧରିକି ପୁଳାଇ ପଳେଇବି ଠିକ ଅଛି ଦିଆଯିବ ଅପେକ୍ଷା ହଁ। କର ଆମ ଏଇ ସୁନ୍ଦର ନଗରୀର ଗୁମାସ୍ତା କୁଆଡେ ହଜି ଯାଇଛି ହଜି ଯାଇଛି ହଁ। ଇଏ ଏତେ ବଡ ଇଏ ଆମ କେନ୍ଦୁଗୁଡା ଗ୍ରାମରେ କନ୍ଦାମାନାଟାକ ପରିବେଶ ହେଲା ସମସ୍ତେ ଚନାଲି ଆମକୁ ଖୋଲି କିଣି ଖାଇଲେ କାହାର ଚନାଲି ଗୋଟେ ତଳେ ପଡି ଆଉ ଆପଣଙ୍କ ମାସ କେମିତି ହଜିଗଲା ହଁ ବାବା ହଜି ଯାଇଛି ସେ ହଜି ଯାଇଛି ତମେ ତ ତାହେଲେ ଆଉ ଚୌକାଳ ବିଳମ୍ବ ଦର୍ଶୀ। କରନ୍ତୁନି ଶୀଘ୍ର ଧର୍ମର ପରିସ୍ଥିତି ଯାଇକି ଫେର ଦିଅନ୍ତୁ କୋଉଠି ନା ଆଉ ଆପଣ ତ ତ୍ରିକାଳ ଚୌକାଳଦର୍ଶୀ ବାବା ଚୌକାର ଦର୍ଶ ତମର ଦିବ୍ୟ ଚକ୍ଷୁ ବଳରେ ଦେଖି ଜାଣିପାରୁଥିବ ହଁ ଜାଣିପାରିବି ସେ କୋଉଠି ଅଛି କଣ ହଁ, କରୁଛି ହଁ ତମେ କହିପାରିବ ହଁ ତାପରେ ଗତିବିଧି ସବୁ ଯାକ କହିଦେଇ ପାରିବି କହିଦିଅ ବାବା ଠିକ ଅଛି ପାଇଗଲି ପାଇଗଲି ପାଇଗଲ ହଁ ପାଇଗଲି ଏତେ ଶୀଘ୍ର ହଁ ପାଇଗଲି କିନ୍ତୁ ଆପଣ ମାନେ କହନ୍ତୁ ଆପଣ ଗୁମାସ୍ତା କୋଉଠି ଅଛି କହିଦେବି ନା ତାକୁ ମନ୍ତ୍ର ବଳ ଟାଣି ଆଣିବି ମନ୍ତ୍ର ବଳରେ ଟାଣି ଆଣ ଟାଣିକି ଆଣ। ଠିକ ଅଛି ତାହେଲେ ମତେ ତାଣ୍ଡବ ନୃତ୍ୟ କରିବାକୁ ହବ ମତେ ଚଣ୍ଡୀ ମାନେ ଚଣ୍ଡା ରୂପ ଧାରଣ କରିବାକୁ ହବ ଆଉ ମତେ ମନ୍ତ୍ର ଗାନ କରିବାକୁ ହବ ଆଉ ସେଇ ମନ୍ତ୍ରଟି ହେଲା ମନ୍ତ୍ର ବର୍ତ୍ତମାନ ଚୌକାଦଶ ମନ୍ତ୍ର ଗାନ କରୁଛନ୍ତି ଆଉ ସେଇ ମନ୍ତ୍ରଟି ହେଲା ବୋଇଲା ଅରି ଫୁଦରେ ପିରତି କଲି ମଶା ମାରିଲ ବୋଲେ ଡର ଦେଲି টেনশন ফিরি গো টেনশন ফিরি বইলা অমরি ফুলরে পিরতি কলি মশা মারিল বলে ডর দেলি পরিসর মোর হেলা কে বুর্থা পরিসর মোর হেলা কে বুর্থা মাইকে প্যার কলি যে দেই দেলা রানী ধোকা ରହିଯା ରହିଯା ଝୁଣ୍ଟି ପଡ଼ି ମରିଯିବୁ ପାଇଗଲ পাইগলি କୋଉଠି ଅଛି ସେ বর্তমান আপনি গোমাস তামিলনাড়ু পড়েছি କୋଉଟା তামিলনাড়ু পড়েছি କୋଉ ରାଜ୍ୟ ମୁଁ ମନ୍ତ୍ର ମାରିଛି ସୁର ରାଜ୍ୟ ସେଠି ତାମିଲ ଲୋକମାନେ ବସବାସ କରନ୍ତି ସେ ଯଦି ସେଠି ସେଠିକି ପଳେଇଛି। ଯାଇଛି ହଁ ତାହେଲେ ଏଇଟା କଣ କୋଉଟା କଣ ମୋ ପାଦ ତଳେ ଯୋଉଟା ପଡିଛି କୋଉଟା ପଡିଛ ମୋ ଜିନିଷ ଆରେ ତମ ଜିନିଷ ହଁ ମୋ ଥାଉ ପାଦ କରିଥାଉ ମୋ ଜିନିଷ ପଡିଗଲା ଆରେ ଉଠେଇ ତମର ମୂଲ୍ୟବାନ ଜିନିଷ କୋଉଟା ମୋ ପାଦ ତଳେ ମାନେ ତମ ପଛପଟେ ପଛପଟେ ଏ ଯୁବକ ଯୁବତୀ가 ଛିଡାଇଛନ୍ତି ନାଇଁ 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 ଆଉ ଆରେ ମୋ ଆଗରେ ତମ ପଛରେ ପଛରେ ଏଇଠି ଦେଖ ମୋ ଆଙ୍ଗୁଠିକି ଦେଖ ଆଙ୍ଗୁଠି ଦେଖିଲି ଆସ ହଁ ଆସୁଛି ଏ ଗୁମାସ୍ତା ରହିତା କହୁଛି ଏ ବାବା ପ୍ରତୀକ ଯା ଯା ତାକୁ ଘୁଷାଡ଼ି ନେଇକି ଆ ଏ ଭଣ୍ଡ ବାବା ଏ ଆସିବୁ ନା ନାଇଁ ବେ ହଟ୍! ମାରିବି ପଥର ତ ମୁଣ୍ଡ ଦୁଇ ଫାଲ ହେଇଯିବ ଆସିବୁ ନା ନାଇଁ ବେ ଆସିବୁ ନା ନାଇଁ ବେ ଏଇ ଗାଁର ଲୋକ ସମସ୍ତେ ତୋତେ ବେଡି ମାରିବେ ଏ ବାବା ଆଉ ବିଳମ୍ବ କରୁଛ କାହିଁକି ଯାଅ ସେ ବେଇମାର ଚୁଟି ଗୁମାସ୍ତା କେତେ ଆଉ ପାପ କରିବୁ ତୁ ସେଇ ବାବା ସହିତ ମିଶିକି ତମେ ମାନେ ମୋ ବଡ ଭାଇ ଆଉ ଭାଉଜାକୁ ମାରିଦେଲ ଆଉ ମୋ ଜୀବନଟାକୁ ତମେ ମାନେ ନଷ୍ଟ କରିଦେଇଛ ତୋ ପାପର ଭାରଟା ବଢି ଯାଇଛି ରେ ତତେ ଆଉ ମୁଁ ବଞ୍ଚିବାକୁ ଦେବିନି ଏ ବାବା ପ୍ରତ୍ୟେକ ଧର ତା ହାତକୁ ଧର କହିଲି ପରା ମୋର ଭୁଲ ହେଇଗଲା ରାଣୀ ମତେ ଛାଡି ଦିଅନ୍ତୁ ଆରେ କେତେ ଆଉ ପାପ କରିବୁ ତୁ ନି करे ना बार दिन ମରିବୁ ତୁ नी मारो देखो देखो मुई ठेंगुआ আছে পিয়া নিয়া বাতা যদি মারবা বেলে বি আমার ঘরে ডুমা নিয়ে নন কেনতা করব কহ ହଁ হ্যাঁ
ସେମିତି ଆତ୍ମା ହେଇକି ଏପଟେ ସେପଟେ ମରିବୁ ତୁ ମା ଘରର ପିତୃ ପିତା ମାନକେ ନିଆ ଲେବେ ଡୁମା ଆର ବର୍ଷ ଜନ୍ମ ହେବା ମରିବୁ ତୁ ନି ମାର ମୋରି ହାତରେ ମରିବୁ ତୁ ଏ ବଡ଼